तुमे मो माता स पिता तुमेवं तुमे मो बंधु सखा तुमेवं तुमे मो विद्या द्रविणं तुमेव तुमे मो सरदेव मम देव देवम्। ଅର୍ଥ ପଞ୍ଚମାଧ୍ୟାୟ। ଦୁନ୍ଦୁକାରୀର ପ୍ରେତ ଯୋନି ପ୍ରାପ୍ତ ଏବଂ ସେଥିରୁ ଉଦ୍ଧାର। ଶ୍ରୀ ସୁତମୁନି କହି ଚାଲିଲେ, ହେ ସୈନିକ, ପିତା ବଣକୁ ଚାଲିଯିବା ପରେ ଦିନେ ଦୁନ୍ଦୁକାରୀ ତା ମାଆକୁ ବହୁତ ମାରପିଟ କରି କହିଲା, ଟଙ୍କା ପଇସା କେଉଁଠି ରଖିଛୁ କହ, ନାହିଁ ତ ଜଳନ୍ତା କାଠରେ ପିଟି ପିଟି ତତେ ସାବାଡ଼ କରିଦେବି। ପୁଅର ଏହିପରି ଧମକରେ ଭୀତତ୍ରସ୍ତ ହୋଇ ମା ଦୁନ୍ଦୁଲି ଦୁଃଖରେ ଭାଙ୍ଗି ପଡ଼ିଲା ଏବଂ ସେହିଦିନ ରାତିରେ କୂଅକୁ ଡେଇଁପଡ଼ି ମରିଗଲା। ଏ ଯେଉଁ ସବୁ ଘଟଣା ଘଟିଗଲା, ଏଥିରେ ଗୋକର୍ଣ୍ଣଙ୍କ ମନରେ ଦୁଃଖ ହେଲା ନାହିଁ କି ସୁଖ ହେଲା ନାହିଁ, କାରଣ ସେ କନିଷ୍ଠ ଥିଲେ। ତାଙ୍କର ମିତ୍ର ବୋଲି କେହି ନଥିଲେ କି ଶତ୍ରୁ ବୋଲି କେହି ନଥିଲେ। ସେ ତୀର୍ଥଯାତ୍ରାରେ ଚାଲିଗଲେ। ଏପଟେ ଦୁନ୍ଦୁକାରୀ 5 ଜଣ ବେଶ୍ୟାଙ୍କୁ ଧରି ଘରେ ରହିଲା। ସେମାନଙ୍କୁ ଭୋଗ୍ୟ ସାମଗ୍ରୀ ଯୋଗାଇ ଦେବା ଚିନ୍ତାରେ ତାର ବୁଦ୍ଧି ସମ୍ପୂର୍ଣ୍ଣ ଭ୍ରଷ୍ଟ ହୋଇଗଲା। ଫଳରେ ସେ ନାନା ପ୍ରକାର କୁକର୍ମରେ ଲିପ୍ତ ରହିଲା। ଦିନେ ସେହି ବେଶ୍ୟାମାନେ ତାକୁ ନାନା ପ୍ରକାର ଗହଣା ଗାଣ୍ଠି ମାଗିଲେ। ସେ ତ କାମ ବାସନାରେ ଅନ୍ଧ ହୋଇ ରହିଯାଇଥିଲା। ମୃତ୍ୟୁପତି ତାର କେତେବେଳେ ଦୃଷ୍ଟି ଯାଉନଥିଲା। ତେଣୁ ଗହଣା ଗାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ସେ ଘରୁ ବାହାରି ପଡ଼ିଲା। ସେ ଏଠୁ ସେଠୁ ନାନା ପ୍ରକାର ଧନଦ୍ରବ୍ୟ ଚୋରାଇ ଆଣି ବେଶ୍ୟାମାନଙ୍କୁ ଲୁଗାପଟା ଓ ଗହଣା ଗାଣ୍ଠି ଯୋଗାଇ ଦେଲା। ଏତେ ସବୁ ଚୋରି ମାଲ ଦେଖି ରାତିରେ ବେଶ୍ୟାମାନେ ବିଚାର କଲେ, ଇଏ ତ ସବୁଦିନ ଚୋରି କରୁଛି, ତେଣୁ ଏଇଟା ଦିନେ ନା ଦିନେ ରାଜାଙ୍କ ହାତରେ ଧରା ପଡ଼ିବ। ରାଜା ଏହାର ସବୁ ଧନ ବାଜ୍ୟାପ୍ତ କରି ଏହାକୁ ନିଶ୍ଚୟ ପ୍ରାଣଦଣ୍ଡ ଦେବେ। ଯଦି ଏ ଦିନେ ନା ଦିନେ ଏହିପରି ମରିବ, ତେବେ ଆମେ ଏଇଠାକୁ ଗୁପ୍ତରେ ମାରିଦେଇ ଏତକ ଧନ ନେଇ ନ ଯିବା କାହିଁକି? ଏଇଟାକୁ ମାରି ଆମେ ଏସବୁ ଧନଦ୍ରବ୍ୟ ନେଇ ପଳାଇ ଯିବା। ଏହିପରି ସ୍ଥିର କରି ସେମାନେ ଦୁନ୍ଦୁକାରୀକୁ ଶୋଇଥିବା ଅବସ୍ଥାରେ ଦଉଡ଼ିରେ ବାନ୍ଧି ପକାଇଲେ ଏବଂ ତା ଗଳାରେ ଦଉଡ଼ି ଭିଡ଼ି ତାକୁ ମାରିଦେବାକୁ ଚେଷ୍ଟା କଲେ। କିନ୍ତୁ ସେ ଶୀଘ୍ର ନ ମରିବାରୁ ସେମାନେ ଚିନ୍ତାରେ ପଡ଼ିଗଲେ। ଶେଷକୁ ସେମାନେ ତା ପାଟିରେ ରଡ଼ ନିଆଁ ଭର୍ତ୍ତି କରିଦେଲେ। ଫଳରେ ସେ ନିଆଁରେ ପୋଡ଼ି ହୋଇ ଛଟପଟ ହୋଇ ମରିଗଲା। ବେଶ୍ୟାମାନେ ତାକୁ ଗୋଟିଏ ବଡ଼ ଗାତରେ ପକାଇ ପୋତିଦେଲେ। ସତରେ ସ୍ତ୍ରୀମାନେ ପ୍ରାୟତଃ ବଡ଼ ଦୁଃସାହସୀ। ସେମାନଙ୍କର ସେହି ଦୁଷ୍କର୍ମ ବିଷୟରେ ଅନ୍ୟ କେହି ଜାଣିପାରିଲେ ନାହିଁ। ଦୁନ୍ଦୁକାରୀ କୁଆଡ଼େ ଗଲା ବୋଲି ଲୋକେ ପଚାରିବାରୁ ସେମାନେ କହିଲେ, ଆମେ ପ୍ରିୟତମ ଟଙ୍କା ପଇସା ଲୋଭରେ ଏଥର କୌଣସି ଦୂର ସ୍ଥାନକୁ ଚାଲିଯାଇଛନ୍ତି। ଫେରିଲା ବେଳକୁ ବର୍ଷେ ଖଣ୍ଡେ ଲାଗିଯିବ। ବୁଦ୍ଧିମାନ ପୁରୁଷ ଦୃଷ୍ଟା ନାରୀଙ୍କୁ କଦାପି ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁ ମୂର୍ଖ ସେହିପରି ନାରୀଙ୍କୁ ବିଶ୍ୱାସ କରେ, ତାକୁ ଦୁଃଖ ହିଁ ଭୋଗ କରିବାକୁ ପଡ଼େ।
ସେମାନଙ୍କର ବଚନ ତ ଅମୃତ ପରି ଲାଗେ ଓ କାମୁକ ପୁରୁଷର ହୃଦୟରେ ରସ ସଞ୍ଚାର କରିଥାଏ, କିନ୍ତୁ ସେମାନଙ୍କ ହୃଦୟରେ କ୍ଷୀରଧାର ପରି ତୀକ୍ଷ୍ଣ ହୋଇଥାଏ। ଏହିପରି ସ୍ତ୍ରୀମାନେ କେବେ କ'ଣ କାହାକୁ ପ୍ରେମ କରନ୍ତି? ସେହି ବେଶ୍ୟାମାନଙ୍କର ତ ଧୁନ୍ଦୁକାରୀ ପରି ଅନେକ ରାଜପୁରୁଷଙ୍କ ସଙ୍ଗୀ ଥିଲେ। ତେଣୁ ସେମାନେ ତାଙ୍କ ସକଳ ସମ୍ପତ୍ତି ଧରି ସେଠାରୁ ପଳାଇଗଲେ ଏବଂ ଧୁନ୍ଦୁକାରୀ ନିଜର କୁକର୍ମ ହେତୁ ଏକ ଭୟଙ୍କର ପ୍ରେତ ହୋଇଗଲା। ସେ ବାତ୍ୟା ରୂପ ଧରି ସର୍ବଦା 10 ଦିଗରେ ଘୂରି ବୁଲିଲା। ଶୀତ ଓ ଗ୍ରୀଷ୍ମରେ ସନ୍ତପ୍ତ ହୋଇ ଓ ଭୋକ ଶୋଷରେ ବ୍ୟାକୁଳ ହୋଇ ସେ ହାୟରେ ଦୈବ ବୋଲି ଚିତ୍କାର କରୁଥାଏ, କିନ୍ତୁ ତାକୁ କେବେ କୌଣସି ଠାରେ ଆଶ୍ରୟ ମିଳୁନଥାଏ। କିଛି ଦିନ ଭିତରେ ଗୋକର୍ଣ୍ଣ ଲୋକଙ୍କଠାରୁ ଧୁନ୍ଦୁକାରୀର ମୃତ୍ୟୁ ସମ୍ବାଦ ଶୁଣିବାକୁ ପାଇଲେ। ଧୁନ୍ଦୁକାରୀ ବିଚାରା ଅନାଥ ବୋଲି ଜାଣି ସେ ତାର ଆତ୍ମାର ଶାନ୍ତି ପାଇ ଗୟା ଶ୍ରାଦ୍ଧ କଲେ। ତା ଛଡ଼ା ସେ ଯେଉଁ ଯେଉଁ ତୀର୍ଥକୁ ଯାଇଥାନ୍ତି ସେଠାରେ ମଧ୍ୟ ତାର ଶ୍ରାଦ୍ଧ କରୁଥାନ୍ତି। ଏହି ରୂପେ ଭ୍ରମଣ କରି କରି ଗୋକର୍ଣ୍ଣ ନିଜ ନଗରକୁ ଫେରିଲେ ଏବଂ ଅନ୍ୟମାନଙ୍କ ଦୃଷ୍ଟିରେ ନ ପଡ଼ିବା ପାଇଁ ରାତିରେ ସିଧା ନିଜ ଘରକୁ ଆସି ଅଗଣାରେ ଶୋଇପଡ଼ିଲେ। ସେଠାରେ ନିଜର ଭାଇ ଶୋଇଛି ଦେଖି ପ୍ରେତ ଯୋନି ପାଇଥିବା ଧୁନ୍ଦୁକାରୀ ନିଜର ବିଭିନ୍ନ ବିକଟ ରୂପ ଦେଖାଇବାକୁ ଲାଗିଲା। ସେ କେବେ ମେଣ୍ଢା ତ କେବେ ହାତୀ, କେବେ ମଇଁଷି ତ କେବେ ଇନ୍ଦ୍ର ଓ ପୁଣି କେବେ ଅଗ୍ନି ରୂପ ଦେଖାଇଲା। ଶେଷରେ ସେ ମନୁଷ୍ୟ ରୂପରେ ଦେଖାଦେଲା। ଏହିପରି ଅସ୍ୱାଭାବିକ ରୂପମାନ ଦେଖି ଗୋକର୍ଣ୍ଣ ଜାଣିଗଲେ ଯେ ସେ ନିଶ୍ଚୟ କୌଣସି ଏକ ଦୁର୍ଗତି ପ୍ରାପ୍ତ ଜୀବ। ତେଣୁ ସେ ସାହସ ବାନ୍ଧି ତାକୁ ପଚାରିଲେ। ଗୋକର୍ଣ୍ଣ ପଚାରିଲେ, ତୁ କିଏ? ରାତିଟାରେ ଏହିପରି ଭୟଙ୍କର ରୂପ ଦେଖାଉଛୁ କାହିଁକି? ତୋର ଏହିପରି ଦଶା କାହିଁକି ହେଲା? ତୁ ପ୍ରେତ ନା ପିଶାଚ ନା କୌଣସି ରାକ୍ଷସ? ମୋତେ ସବୁ କଥା ଖୋଲି କହ। ସେ ସୂତମୁନି କହିଚାଲିଲେ। ଗୋକର୍ଣ୍ଣଙ୍କର ଏହିପରି ପ୍ରଶ୍ନ ଶୁଣି ସେ ବାରମ୍ବାର ଜୋରରେ କାନ୍ଦିବାକୁ ଲାଗିଲେ। ତା ତ କିଛି କହିବାର ଶକ୍ତି ନଥିଲା, ତେଣୁ ସେ କେବଳ ଠାର ଦ୍ୱାରା ଜଣାଇଲା। ତାହା ଦେଖି ଗୋକର୍ଣ୍ଣ ଅଞ୍ଚଳିରେ ଜଳ ନେଇ ସେହି ଜଳକୁ ଅଭିମନ୍ୟୁତ କରି ତା ଉପରକୁ ଛାଡ଼ିଦେଲା। ତା ଦ୍ୱାରା ତା ପାପର ଶକ୍ତି ଅଂଶ ଖଣ୍ଡନ ହୋଇଗଲା। ଏଥର ସେ କହିବାକୁ ଲାଗିଲା। ପ୍ରେତ କହିଲା, ମୁଁ ହେଉଛି ତୁମ ଭାଇ। ମୋ ନାଁ ଧୁନ୍ଦୁକାରୀ। ମୁଁ ମୋ ନିଜ ପାପ କର୍ମକୁ ମୋର ବ୍ରାହ୍ମଣତ୍ୱ ନଷ୍ଟ କରିଦେଲି। ମୁଁ କେତେ ଯେ କୁକର୍ମ କରିଛି ତାହା ହିସାବ ନାହିଁ। ମୁଁ ଅତ୍ୟନ୍ତ ଅଜ୍ଞାନରେ ମାତିଥିଲି, ତେଣୁ ଲୋକଙ୍କ ପ୍ରତି ବଡ଼ ହିଂସାଚରଣ କରିଥିଲି। ଶେଷରେ ବେଶ୍ୟାମାନେ ମୋତେ ଦାରୁଣ ଯାତନା ଦେଇ ମାରିଦେଲେ। ତେଣୁ ମୁଁ ଏବେ ପ୍ରେତ ଯୋନିରେ ପଡ଼ି ଏହିପରି ଦୁର୍ଦ୍ଦଶା ଭୋଗୁଛି। ଏବେ ଦୈବବଶତଃ କର୍ମ ଫଳ ଭୋଗ କରି ମୁଁ କେବଳ ବାୟୁ ଭକ୍ଷଣ କରି ବଞ୍ଚିଛି। ଭାଇ, ତୁ ତ ଦୟାର ସାଗର, କୌଣସି ପ୍ରକାରେ ମୋତେ ଏହି ପ୍ରେତ ଯୋନିରୁ ଉଦ୍ଧାର କର। ଧୁନ୍ଦୁକାରୀ ସକଳ ବୃତ୍ତାନ୍ତ ଶୁଣି ଗୋକର୍ଣ୍ଣ କହିଲେ, ଭାଇ, ମୁଁ ତୁମ ପାଇଁ ଗୟାରେ ପିଣ୍ଡଦାନ କଲି, ତଥାପି ତୁମର ପ୍ରେତ ଯୋନିରୁ ମୁକ୍ତି ହେଲା ନାହିଁ କିପରି? ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଯଦି ଗୟା ଶ୍ରାଦ୍ଧ କରିବା ପରେ ମଧ୍ୟ ତୁମର ମୁକ୍ତି ହେଲା ନାହିଁ, ତେବେ ତ ଅନ୍ୟ କୌଣସି ଉପାୟ ନାହିଁ। ଆଚ୍ଛା, ତୁମେ ସବୁ କଥା ଖୋଲି କୁହ। ମୁଁ ଏବେ ତୁମ ପାଇଁ କ'ଣ କରିବି?
ପ୍ରେତ କହିଲା, ମୋ ମୁକ୍ତି ତ 100 ଗୟା ଶ୍ରାଦ୍ଧ କଲେ ମଧ୍ୟ ହେବ ନାହିଁ। ତୁମେ ଏହାର ଅନ୍ୟ କିଛି ଉପାୟ ଚିନ୍ତା କର। ପ୍ରେତର ଏହି କଥା ଶୁଣି ଗୋକର୍ଣ୍ଣକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ସେ କହିଲେ, ଯଦି 100 ଗୟା ଶ୍ରାଦ୍ଧରେ ବି ତୁମେ ମୁକ୍ତି ହୋଇପାରିବ ନାହିଁ, ତେବେ ତୁମ ମୁକ୍ତି ଅସମ୍ଭବ। ଯାହା ହେଉ, ବର୍ତ୍ତମାନ ତୁମେ ନିର୍ଭୟ ହୋଇ ନିଜ ସ୍ଥାନରେ ରହ। ମୁଁ ବିଚାର କରି ତୁମ ମୁକ୍ତି ପାଇଁ ଅନ୍ୟ କିଛି ଉପାୟ କରିବି। ସୂତମୁନି କହି ଚାଲିଲେ। ଗୋକର୍ଣ୍ଣ କଥା ଶୁଣି ଦୁନ୍ଦୁକାରୀ ସେଠାରୁ ନିଜ ସ୍ଥାନକୁ ଚାଲିଗଲା। ଗୋକର୍ଣ୍ଣ ରାତି ସାରା ବିଚାର କଲେ, କିନ୍ତୁ ତାଙ୍କ ବୁଦ୍ଧିକୁ କୌଣସି ଉପାୟ ଜୁଟିଲା ନାହିଁ। ସକାଳେ ଗୋକର୍ଣ୍ଣ ଆସିଛନ୍ତି ଶୁଣି ଲୋକେ ଆନନ୍ଦିତ ହୋଇ ତାଙ୍କୁ ଦେଖିବାକୁ ଚାଲି ଆସିଲେ। ରାତିରେ ଯାହା ସବୁ ଘଟିଗଲା ସେସବୁ ବିଷୟ ଗୋକର୍ଣ୍ଣ ସେମାନଙ୍କୁ ଶୁଣାଇ ଦେଲେ। ଘଟଣା ଶୁଣି ଲୋକଙ୍କ ଭିତରେ ଯେଉଁମାନେ ବିଦ୍ୱାନ, ଯୋଗନିଷ୍ଠ, ଜ୍ଞାନୀ ଓ ବେଦଜ୍ଞ ଥିଲେ, ସେମାନେ ବି ଅନେକ ଶାସ୍ତ୍ର ଓଲଟାଇ ଦୁନ୍ଦୁକାରୀର ପ୍ରେତ ଯୋନିରୁ ମୁକ୍ତି ପାଇଁ ଉପାୟ ଖୋଜିଲେ, କିନ୍ତୁ ତାର ମୁକ୍ତିର କୌଣସି ଉପାୟ ମିଳିଲା ନାହିଁ। ଶେଷରେ ସମସ୍ତେ ନିର୍ଣ୍ଣୟ କଲେ ଯେ ସୂର୍ଯ୍ୟନାରାୟଣଙ୍କ ଯାହା ଆଜ୍ଞା ଦେବେ ତାହା ହିଁ କରିବାକୁ ପଡ଼ିବ। ତେଣୁ ଗୋକର୍ଣ୍ଣ ନିଜ ତପବଳରେ ସୂର୍ଯ୍ୟଙ୍କ ଗତିରୋଧ କରି ତାଙ୍କୁ ସ୍ମୃତି କଲେ। ଭଗବାନ, ଆପଣ ହେଉଛନ୍ତି ସାରା ସଂସାରର ସାକ୍ଷୀ। ମୁଁ ଆପଣଙ୍କୁ ନମସ୍କାର କରୁଛି। ଆପଣ କୃପା କରି ଦୁନ୍ଦୁକାରୀର ମୁକ୍ତି ଉପାୟ କରନ୍ତୁ। ଗୋକର୍ଣ୍ଣଙ୍କର ପ୍ରାର୍ଥନା ଶୁଣି ସୂର୍ଯ୍ୟଦେବ ଦୂରରୁ ହିଁ ସ୍ପଷ୍ଟ ଶବ୍ଦରେ କହିଲେ, ଶ୍ରୀ ଭାଗବତ ପାଠ କଲେ ତାର ମୁକ୍ତି ହୋଇପାରେ। ତେଣୁ ତୁମେ ଭାଗବତ ସପ୍ତାହ ଅନୁଷ୍ଠାନ କର। ସୂର୍ଯ୍ୟଙ୍କର ସେହି ଧର୍ମମୟ ବଚନ ସେଠାରେ ଉପସ୍ଥିତ ଥିବା ସମସ୍ତେ ଶୁଣିବାକୁ ପାଇଲେ। ସମସ୍ତେ କହିଲେ, ହଁ, ଯତ୍ନପୂର୍ବକ ତାହା ହିଁ କର। ତାହା ତ ଅତ୍ୟନ୍ତ ସରଳ ଉପାୟ। ତେଣୁ ଗୋକର୍ଣ୍ଣ ଭାଗବତ କଥା ଶୁଣାଇବା ନିମନ୍ତେ ମନସ୍ଥ କରି ତଦନୁସାରେ ପ୍ରସ୍ତୁତ ହୋଇଗଲେ। ଭାଗବତ ଚର୍ଚ୍ଚା ଶୁଣିବା ଲାଗି ଦେଶର ବିଭିନ୍ନ ସ୍ଥାନରୁ ଓ ଗ୍ରାମରୁ ବହୁ ଲୋକ ଆସି ରୁଣ୍ଡ ହେଲେ। ବହୁ ପଙ୍ଗୁ, ଅନ୍ଧ, ବୃଦ୍ଧ ଓ ମନ୍ଦବୁଦ୍ଧି ଲୋକ ମଧ୍ୟ ନିଜ ନିଜର ପାପକ୍ଷୟ କରିବାକୁ ସେଠାରେ ଆସି ପହଞ୍ଚିଗଲେ। ସେଠାରେ ଏତେ ଭିଡ଼ ଜମିଗଲା ଯେ ତାହା ଦେଖି ଦେବତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ଗୋକର୍ଣ୍ଣ ବ୍ୟାସାସନରେ ବସି ଭାଗବତ କଥା କହିବାକୁ ଆରମ୍ଭ କଲେ, ସେତେବେଳେ ସେହି ପ୍ରେତ ମଧ୍ୟ ସେଠାରେ ଆସି ପହଞ୍ଚିଗଲା ଓ ଏଣେ ତେଣେ ବୁଲି କେଉଁଠି ବସିବ ବୋଲି ସ୍ଥାନଟିଏ ଖୋଜିଲା। ଏହିପରି ଖୋଜୁ ଖୋଜୁ ସେ ଦେଖିଲା ଯେ ଗୋଟିଏ 7 ଗଣ୍ଠିଆ ପୋଲ ବାଉଁଶ ଢେରା ହୋଇଛି। ସେ ସେହି ବାଉଁଶର ତଳପଟ ପବ ବାଟେ ପଶିଯାଇ ଭାଗବତ କଥା ଶୁଣିବ ବୋଲି ବସି ପଡ଼ିଲା। ବାୟୁ ରୂପେ ହୋଇଥିବାରୁ ସେ ତ ବସିପାରିଲା ନାହିଁ, ତେଣୁ ସେ ବାଉଁଶ ଭିତରେ ପଶିଗଲା। ଗୋକର୍ଣ୍ଣ ଜଣେ ବୈଷ୍ଣବ ବ୍ରାହ୍ମଣଙ୍କୁ ମୁଖ୍ୟ ଶ୍ରୋତା କଲେ ଏବଂ ଭାଗବତ ପ୍ରଥମ ସ୍କନ୍ଧରୁ ହିଁ ସ୍ପଷ୍ଟ ଶବ୍ଦରେ ଭାଗବତ ଶୁଣାଇବା ଆରମ୍ଭ କରିଦେଲେ। ସେହିଦିନ ସନ୍ଧ୍ୟାକାଳୀନ ବିରତି ସମୟରେ ସେଠାରେ ଏକ ବିଚିତ୍ର ଘଟଣା ଘଟିଲା। ସଭାରେ ବସିଥିବା ଲୋକେ ଦେଖୁ ଦେଖୁ ସେ ବାଉଁଶ ଗୋଟିଏ ଖଣ୍ଡି ହଠାତ୍ ଢୋ ଶବ୍ଦ କରି ଫାଟିଗଲା। ସେହିପରି ଦ୍ୱିତୀୟ ଦିନ ସନ୍ଧ୍ୟା ମଧ୍ୟରେ ବାଉଁଶ ଦ୍ୱିତୀୟ ଗଣ୍ଠିଟି ଫାଟିଗଲା। ତୃତୀୟ ଦିନ ଠିକ୍ ସେହି ସମୟରେ ତୃତୀୟ ଗଣ୍ଠିଟି ଫାଟିଗଲା। ଏହିପରି ଭାବରେ 7 ଦିନରେ 7ଟି ଗଣ୍ଠି ଫାଟିଗଲା। ଦୁନ୍ଦୁକାରୀ ଦ୍ୱାଦଶ ସ୍କନ୍ଧ ଭାଗବତ ଶ୍ରବଣ କରି ପବିତ୍ର ହୋଇଯିବା ଫଳରେ
ପ୍ରେତ ଯୋନିରୁ ମୁକ୍ତ ହୋଇଗଲା ଏବଂ ଦ୍ୱିତୀୟ ରୂପ ଧାରଣ କରି ସମସ୍ତଙ୍କ ସମ୍ମୁଖରେ ପ୍ରକଟ ହେଲା। ତାହାର ମେଘ ସମାନ ଶ୍ୟାମଳ ଶରୀର ପୀତାମ୍ବର ଓ ତୁଳସୀ ମାଳାରେ ସୁଶୋଭିତ ହୋଇଥାଏ। ତାର ଶିରରେ ମନୋହର ମୁକୁଟ ତଥା କର୍ଣ୍ଣରେ କମନୀୟ କୁଣ୍ଡଳ ଝୁଲୁଥାଏ। ସେ ତୁରନ୍ତ ନିଜ ସାନ ଭାଇ ଗୋକର୍ଣ୍ଣଙ୍କୁ ପ୍ରଣାମ କରି କହିଲା, ଭାଇ, ତୁମେ କୃପା କରି ମୋତେ ପ୍ରେତ ଯୋନିରୁ ଯାତନାରୁ ମୁକ୍ତ କରିଦେଲ। ଏହି ପ୍ରେତ ପୀଡ଼ା ନାଶକାରୀ ଶ୍ରୀମଦ୍ ଭାଗବତ କଥା ସତରେ ଧନ୍ୟ ଏବଂ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ଧାମ ପ୍ରାପ୍ତି କରାଉଥିବା ଏହି ଭାଗବତ ସପ୍ତାହ ପାରାୟଣ ମଧ୍ୟ ଧନ୍ୟ। ଯେତେବେଳେ ଭାଗବତ ସପ୍ତାହ ଶ୍ରବଣରେ ଯୋଗ ଆସିଥାଏ, ସେତେବେଳେ ପାପମାନେ ଏଥର ଭାଗବତ କଥା ଆମକୁ ଅବିଳମ୍ବ ଧ୍ୱଂସ କରିଦେବ ଭାବି ଭୟରେ ଥରି ଉଠନ୍ତି। ଅଗ୍ନି ଯେପରି କଞ୍ଚା ଶୁଖିଲା ଛୋଟ ବଡ଼ ସବୁ ପ୍ରକାର କାଠକୁ ଜାଳିଦିଏ, ଏହି ଭାଗବତ ସପ୍ତାହ ଶ୍ରବଣ ସେହିପରି ମନ ବଚନ ଓ କର୍ମ ଦ୍ୱାରା କରାଯାଇଥିବା ନୂଆ ପୁରୁଣା ଛୋଟ ବଡ଼ ସକଳ ପ୍ରକାର ପାପ ଭସ୍ମ କରିଦିଏ। ବିଦ୍ୱାନମାନେ ଦେବତାମାନଙ୍କ ସଭାରେ କହିଛନ୍ତି, ଏହି ଭାରତ ବର୍ଷରେ ଯେଉଁ ଲୋକ ଶ୍ରୀମଦ୍ ଭାଗବତ ଶୁଣେ ନାହିଁ, ତାହାର ଜନ୍ମ ବୃଥା ବୋଲି ଜାଣ। ଅନିତ୍ୟ ଶରୀର ପ୍ରତି ଆସକ୍ତ ହୋଇ ମନୁଷ୍ୟ ତାହାକୁ ହୃଷ୍ଟପୃଷ୍ଟ ଓ ବଳବାନ କରିଦେଇପାରେ। ତଥାପି ଯେ ଯଦି ଶ୍ରୀମଦ୍ ଭାଗବତ କଥା ନ ଶୁଣିଲା, ତେବେ ଏହି ଶରୀରକୁ କି ଲାଭ ବା ମିଳିବ? ଅସ୍ଥି ହିଁ ଏହି ଶରୀରର ଆଧାର ସ୍ତମ୍ଭ। ଏହା ସ୍ନାୟୁ ଓ ନାଡି ରଜ୍ଜୁରେ ବନ୍ଧା ହୋଇଛି ଏବଂ ଉପରେ ମାଂସ ଓ ରକ୍ତ ଲୋପ ଦେଇ ଏସବୁ ଚମଡ଼ାରେ ଘୋଡ଼ାଇ ଦିଆଯାଇଛି। କିନ୍ତୁ ଏହା ମଳମୂତ୍ରର ହୋଇଥିବାରୁ ଏହାର ପ୍ରତ୍ୟେକ ଅଙ୍ଗର ଦୁର୍ଗନ୍ଧ ବାହାରୁଛି। ବୃଦ୍ଧାବସ୍ଥା ଓ ଶୋକ ହେତୁ ଏହା ହେଉଛି ପରିଣାମରେ ଦୁଃଖମୟ। ପୁଣି ଏହା ରୋଗମୟଙ୍କର ଘର। ଏହି ଶରୀର ସର୍ବଦା କୌଣସି ନା କୌଣସି କାମନାରେ ଆତୁର ରହେ। ଏହା କେବେ ବି ତୃପ୍ତ ହୁଏ ନାହିଁ। ଏହିଭଳି ଶରୀର ଧରି ବଞ୍ଚି ରହିବା ବି ଏକ ପ୍ରକାର ଭାରତୁଲ୍ୟ। ଏହାର ପ୍ରତ୍ୟେକ ଅଂଶରେ ଦୋଷପୂର୍ଣ୍ଣ ହୋଇ ରହିଛି ଏବଂ ନଷ୍ଟ ହୋଇଯିବାକୁ ଏହାକୁ ଗୋଟିଏ କ୍ଷଣ ବି ଲାଗେ ନାହିଁ। ଶେଷରେ ଯଦି ଏହାକୁ ପୋତି ଦିଆଯାଏ, ତେବେ ଏଥିରେ କୀଟ ଜନ୍ମ ହୋଇଯାଆନ୍ତି। ଯଦି ଏହାକୁ କୌଣସି ପଶୁ ଖାଇଦିଏ, ତେବେ ଏହା ତାର ଇଷ୍ଟାରେ ପରିଣତ ହୋଇଯାଏ ଏବଂ ଏହା ଅଗ୍ନିରେ ଜାଳିଦେଲେ ଏହା ପାଉଁଶରେ ପରିଣତ ହୋଇଯାଏ। ଏହାର ଏହିପରି 3 ପ୍ରକାର ଗତି ହୁଏ ବୋଲି କୁହାଯାଏ। ଶରୀରର ଏହିପରି ବିନାଶଶୀଳ ହୋଇଥିଲେ ମଧ୍ୟ ଏହାଦ୍ୱାରା ଶାଶ୍ୱତ ପଦ ମଧ୍ୟ ମିଳିଯାଏ। ମନୁଷ୍ୟ ଏହିପରି ଉତ୍ତମ ଫଳ ପ୍ରାପ୍ତି ପାଇଁ ଯତ୍ନଶୀଳ ନ ହେଉଛି କାହିଁକି? ସକାଳେ ରନ୍ଧା ହୋଇଥିବା ଅନ୍ନ ସନ୍ଧ୍ୟାବେଳକୁ ପଚି ନଷ୍ଟ ହୋଇଯାଏ। ସେହିପରି ଅନ୍ୟତ୍ର ଅନ୍ନର ରସରେ ପୁଷ୍ଟ ହୋଇଥିବା ଏହି ଶରୀର କିପରି ବା ନିତ୍ୟ ହୋଇପାରିବ? ଇହଲୋକରେ ଭାଗବତ ସପ୍ତାହ ଶ୍ରବଣ କଲେ ଅତି ଶୀଘ୍ର ଭାଗବତ ପ୍ରାପ୍ତି ହୋଇଯାଇପାରେ। ତେଣୁ ସକଳ ପ୍ରକାରର ଦୋଷ ନିବୃତ୍ତି ନିମନ୍ତେ ଏହା ହିଁ ଏକମାତ୍ର ସାଧନା। ଯେଉଁମାନେ ଭାଗବତ କଥା ଶୁଣନ୍ତି ନାହିଁ, ସେମାନେ ତ ଜଳରେ ବୁଦୁବୁଦୁ ଫୋଟକା ପରି ଏବଂ ଜୀବମାନଙ୍କ ମଧ୍ୟରେ ମଶା ପରି କେବଳ ନାଶ ହେବାର ନିମନ୍ତେ ହିଁ ଜନ୍ମ ହୋଇଥାନ୍ତି। ଯେଉଁ ଭାଗବତ ଶ୍ରବଣ ପ୍ରଭାବରେ ନିର୍ଜୀବ ତଥା ଶୁଖିଲା ବାଉଁଶର ଗଣ୍ଠି ମଧ୍ୟ ଫାଟିଯାଏ, ତାହାକୁ ଶ୍ରବଣ କଲେ ଚିତ୍ତର ଗଣ୍ଠି ଫୁଟିଯିବା କେଉଁ ବଡ଼ କଥା ଅବା? ଭାଗବତ ସପ୍ତାହ ଶ୍ରବଣ କଲେ ମନୁଷ୍ୟ ହୃଦୟରେ ପଡ଼ିଥିବା ଗଣ୍ଠି ଖୋଲିଯାଏ। ତାହାର ସମସ୍ତ
ସଂଶୟ ତୁଟିଯାଏ ଏବଂ ସକଳ କର୍ମ କ୍ଷଣ ହୋଇଯାଏ। ଏହି ଭାଗବତ କଥା ରୂପକ ତୀର୍ଥ ସଂସାରର କଳମଷ ଧୋଇ ଦେବାରେ ଅତ୍ୟନ୍ତ ଦକ୍ଷ। ବିଦ୍ୱାନମାନେ କହନ୍ତି, ଭାଗବତ କଥା ଯେତେବେଳେ ହୃଦୟରେ ସ୍ଥାନ ପାଇଯାଏ ସେତେବେଳେ ମନୁଷ୍ୟ ମୁକ୍ତି ହୋଇଯିବା ନିଶ୍ଚିତ ବୋଲି ବୁଝିବାକୁ ହେବ। ଦୁନ୍ଦୁକାରୀ ଏହିପରି କହୁ କହୁ ହଠାତ୍ ତା ପାଇଁ ବୈକୁଣ୍ଠରୁ ଆସିଥିବା ଗୋଟିଏ ବିମାନ ଓହ୍ଲାଇ ପଡ଼ିଲା। ସେଥିରେ ବୈକୁଣ୍ଠବାସୀ ପାର୍ଷଦମାନେ ମଧ୍ୟ ଆସିଥାନ୍ତି। ସେହି ବିମାନରେ ଚତୁର୍ଦ୍ଦିଗ ମଣ୍ଡଳକାର ଆଲୋକ ବିଚ୍ଛୁରିତ ହୋଇଥାଏ। ସମସ୍ତଙ୍କ ସମକ୍ଷରେ ଦୁନ୍ଦୁକାରୀ ସେହି ବିମାନରେ ଚଢ଼ିଗଲା। ସେତିକିବେଳେ ବିମାନ ସହିତ ଆସିଥିବା ପାର୍ଷଦମାନଙ୍କୁ ଗୋକର୍ଣ୍ଣ ପଚାରିଲେ। ଗୋକର୍ଣ୍ଣ କହିଲେ, ଭଗବାନଙ୍କର ପ୍ରିୟ ପାର୍ଷଦଗଣ, ଏଠାରେ ଆମର ଅନେକ ଶୁଦ୍ଧ ହୃଦୟ ଶ୍ରୋତା ଅଛନ୍ତି। ସେମାନଙ୍କ ନିମନ୍ତେ ଆପଣମାନେ ଏକାବେଳକେ ବହୁ ସଂଖ୍ୟର ବିମାନ ନେଇ ଆସିଲେ ନାହିଁ କାହିଁକି? ମୋର ଦେଖିବାରେ ଏଠାରେ ସମସ୍ତେ ସମାନ ଭାବରେ ଭାଗବତ କଥା ଶୁଣିଲେ, ଅଥଚ ଫଳ ମିଳିବା ବେଳକୁ ଏହିପରି ପ୍ରଭେଦ ଘଟିଲା କିପରି? ଆପଣମାନେ ଏହାର କାରଣ ବୁଝାଇ ଦିଅନ୍ତୁ। ଭଗବାନଙ୍କର ସେବକମାନେ କହିଲେ, ହେ ମାନଦ, ଶ୍ରୀଶ୍ରବଣ ବେଦ ହିଁ ଏହିପରି ଫଳ ଭେଦର କାରଣ। ଏହି କଥା ଠିକ୍ ଯେ ସମସ୍ତେ ସମାନ ରୂପରେ ଶ୍ରବଣ କଲେ, କିନ୍ତୁ ସେମାନେ ଦୁନ୍ଦୁକାରୀଙ୍କ ପରି ଭାଗବତ କଥାକୁ ମନନ କରିନାହାନ୍ତି। ଏଥିପାଇଁ ସମସ୍ତେ ଏକା ସାଥିରେ ଶ୍ରବଣ କରିଥିଲେ ମଧ୍ୟ ଫଳର ପ୍ରଭେଦ ରହିଗଲା। ପ୍ରେତ 7 ଦିନ ପର୍ଯ୍ୟନ୍ତ ଉପବାସ ରହି ଭାଗବତ ପ୍ରବଚନ ଶ୍ରବଣ କରିଥିଲା ତଥା ଶୁଣିଥିବା ବିଷୟକୁ ସ୍ଥିରଚିତ୍ତରେ ବହୁ ମନନ ନିଧିଧ୍ୟାନ ମଧ୍ୟ କରିଥିଲେ। ଯେଉଁ ଜ୍ଞାନ ଦୃଢ଼ ହୁଏ ନାହିଁ ତାହା ବ୍ୟର୍ଥ ହୋଇଯାଏ। ତାଛଡ଼ା ମନୋଯୋଗ ନ ଦେଲେ, ଶ୍ରବଣର ସନ୍ଦେହ ରଖିଲେ, ମନ୍ତ୍ର ଏବଂ ଚିତ୍ତ ଚଞ୍ଚଲ୍ୟ ରହିଲେ ଜପର ମଧ୍ୟ କୌଣସି ଫଳ ମିଳେ ନାହିଁ। ବୈଷ୍ଣବହୀନ ଦେଶ ଅପାତ୍ରକୁ ଦିଆଯାଇଥିବା ଶ୍ରାଦ୍ଧ ଭୋଜକ, ଅସ୍ପୃଶ୍ୟକୁ ଦିଆଯାଇଥିବା ଦାନ ଏବଂ ଆଚାରହୀନ କୁଳ ଏହିସବୁ ନଷ୍ଟ ବା ନିଷ୍ଫଳ ହୋଇଯାଏ। ଗୁରୁ ବାକ୍ୟରେ ବିଶ୍ୱାସ, ନିଜ ଭିତରେ ଦୈନ୍ୟଭାବ, ମନର ଦୋଷ ଦୁର୍ବଳତା ଉପରେ ବିଜୟ ଏବଂ ଚିତ୍ତର ଏକାଗ୍ରତା ଇତ୍ୟାଦି ନିୟମ ପାଳନ କରି ଯଦି ଭାଗବତ କଥା ଶ୍ରବଣ କରାଯାଏ ତେବେ ଶ୍ରବଣ ସତ୍ୟାର୍ଥ ଫଳ ମିଳିଥାଏ। ଯଦି ଏହି ଶ୍ରୋତାମାନେ ଏହିପରି ଭାବରେ ପୁନର୍ବାର ଶ୍ରୀମଦ୍ ଭାଗବତ କଥା ଶ୍ରବଣ କରିବେ ତେବେ ସମସ୍ତଙ୍କର ନିଶ୍ଚୟ ବୈକୁଣ୍ଠ ପ୍ରାପ୍ତି ହେବ। ହେ ଗୋକର୍ଣ୍ଣ ମହାଶୟ, ଆପଣଙ୍କୁ ତ ଭଗବାନ ସ୍ୱୟଂ ଆସି ତାଙ୍କ ଗୋଲୋକ ଧାମକୁ ନେଇଯିବେ। ଏହିପରି କହି ସେହି ହରିପାର୍ଷଦମାନେ ହରି କୀର୍ତ୍ତନ କରି କରି ବିମାନ ନେଇ ବୈକୁଣ୍ଠ ଧାମକୁ ଚାଲିଗଲେ। ଶ୍ରାବଣ ମାସ ଗୋକର୍ଣ୍ଣ ପୁଣି ଥରେ ସେହିପରି ସପ୍ତାହ କ୍ରମରେ ଭାଗବତ ଚର୍ଚ୍ଚା କଲେ ଏବଂ ସେହି ଶ୍ରୋତାମାନେ ତାହା ଶୁଣିଲେ। ହେ ନାରଦ, ଭାଗବତ କଥା ସମାପ୍ତ ହେଉ ହେଉ ଯାହା ହେଲା ଶୁଣି ଅନେକ ବିମାନ ସହିତ ଭକ୍ତଗଣଙ୍କ ମେଳରେ ସ୍ୱୟଂ ଭଗବାନ ସେଠାରେ ଆବିର୍ଭୂତ ହୋଇଗଲେ। ଚତୁର୍ଦ୍ଦିଗ ଖୁବ୍ ଜୋରରେ ଜୟ ଜୟକାର ଓ ନମସ୍କାର ଧ୍ୱନିମାନ ହେବାକୁ ଲାଗିଲା। ଭଗବାନ ସ୍ୱୟଂ ଆନନ୍ଦିତ ହୋଇ ନିଜ ପାଞ୍ଚଜନ୍ୟ ଶଙ୍ଖ ବଜାଇଲେ ଏବଂ ଗୋକର୍ଣ୍ଣଙ୍କୁ ଆଲିଙ୍ଗନ କରି ତାଙ୍କୁ ଠିକ୍ ନିଜ ପରି କରିଦେଲେ। ସେ କ୍ଷଣକ ମଧ୍ୟରେ ଅନ୍ୟ ସମସ୍ତ ଶ୍ରୋତାକୁ ମଧ୍ୟ ମେଘସମାନ ଶ୍ୟାମବର୍ଣ୍ଣ କରିଦେଲେ।
ପଟ୍ଟ ପୀତାମ୍ବର ତଥା କିରୀଟ କୁଣ୍ଡଳାଦିରେ ବିଭୂଷିତ କରିଦେଲେ। ସେହି ଗ୍ରାମରେ କୁକୁର ଓ ଚାଣ୍ଡାଳ ପର୍ଯ୍ୟନ୍ତ ଯେତେ ସବୁ ଜୀବ ଥିଲେ ସମସ୍ତଙ୍କୁ ଗୋକର୍ଣ୍ଣ କୃପାରୁ ବିମାନମାନଙ୍କରେ ଚଢ଼େଇ ଦିଆଗଲା ଏବଂ ଯେଉଁଠିକି ଯୋଗୀଜନ ଯାଇଥାନ୍ତେ ସେମାନଙ୍କୁ ଭଗବ ଧାମକୁ ପଠାଇ ଦିଆଗଲା। ଏହିପରି ଭାବରେ ଭକ୍ତ ବତ୍ସଳ ଭଗବାନ ଶ୍ରୀକୃଷ୍ଣ ଭାଗବତ ଚର୍ଚ୍ଚା ଶ୍ରବଣରେ ପ୍ରସନ୍ନ ହୋଇ ଗୋକର୍ଣ୍ଣକୁ ସାଥିରେ ଧରି ଗୋପାଳ ବାଳକମାନଙ୍କ ପ୍ରିୟ ଗୋଲୋକ ଧାମକୁ ଚାଲିଗଲେ। ପୂର୍ବ କାଳର ଅଯୋଧ୍ୟାବାସୀମାନେ ଯେପରି ଭଗବାନ ଶ୍ରୀରାମଙ୍କର ସହିତ ସାତତ ଧାମକୁ ଯାଇଥିଲେ, ବର୍ତ୍ତମାନ ଶ୍ରୋତାମାନେ ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଯୋଗୀ ଦୁର୍ଲଭ ଗୋଲୋକ ଧାମକୁ ଚାଲିଗଲେ। ଯେଉଁ ଧାମକୁ ସୂର୍ଯ୍ୟ ଚନ୍ଦ୍ର ସିଦ୍ଧମାନେ ମଧ୍ୟ କଦାପି ଯାଇପାରନ୍ତି ନାହିଁ। ଶ୍ରୀମଦ୍ ଭାଗବତ ଶ୍ରବଣ କରୁଥିବାରୁ ଶ୍ରୋତାମାନେ ସେଠାକୁ ଚାଲିଯାଇ ପାରିଲେ। ସନକାଦି କହିଲେ, ହେ ନାରଦ, ଯଜ୍ଞରେ ଭାଗବତ କଥା ଶ୍ରବଣ କଲେ ଯେଉଁ ଉଜ୍ଜ୍ୱଳ ଫଳ ସଞ୍ଚିତ ହୁଏ, ସେ ବିଷୟରେ ମୁଁ ବା ଆପଣଙ୍କୁ କ'ଣ କହିବି? ଆହେ, ଯେଉଁମାନେ ନିଜ କର୍ଣ୍ଣପୁଟରେ ଗୋକର୍ଣ୍ଣଙ୍କ ଭାଗବତ କଥାମୃତ ଗୋଟିଏ ଅକ୍ଷର ମଧ୍ୟ ପାନ କରିଥିଲେ, ସେମାନେ ମଧ୍ୟ ଆଉ ମାତୃଗର୍ଭରୁ ଆସିଲେ ନାହିଁ। ଲୋକେ ବାୟୁ, ଜଳ ବା ପତ୍ର ଖାଇ ଶରୀର ଶୁଖାଇ କିମ୍ବା ବହୁକାଳ ଧରି ଘୋର ତପସ୍ୟା କରି କିମ୍ବା ଗୋଅଭ୍ୟାସ କରି ମଧ୍ୟ ଯେଉଁ ଗତି ପାଇପାରନ୍ତି ନାହିଁ, ଶ୍ରଦ୍ଧାଳୁମାନେ ଭାଗବତ ସପ୍ତାହ ଶ୍ରବଣ କରିବା ଦ୍ୱାରା ସହଜରେ ସେହି ଗତି ପାଇଯାଆନ୍ତି। ଚିତ୍ରକୂଟରେ ବିରାଜମାନ ମୁନୀଶ୍ୱର ଶାଣ୍ଡିଲ୍ୟ ମଧ୍ୟ ବ୍ରହ୍ମାନନ୍ଦରେ ମଗ୍ନ ହୋଇ ଏହି ପରମ ପବିତ୍ର ଆଖ୍ୟାନ ପାଠ କରିଚାଲିଛନ୍ତି। ଏହି ଆଖ୍ୟାନ ଅତ୍ୟନ୍ତ ପବିତ୍ର। ଏହାକୁ ଥରେ ମାତ୍ର ଶ୍ରବଣ କଲେ ମଧ୍ୟ ସମସ୍ତ ପାପ ରାଶି ଭସ୍ମ ହୋଇଯାଏ। ଯଦି ଶ୍ରାଦ୍ଧ ସମୟରେ ଏହା ପାଠ କରାଯାଏ, ତେବେ ତାହା ଶୁଣି ପିତୃଗଣ ତୃପ୍ତ ହୁଅନ୍ତି ଏବଂ ଏହା ନିତ୍ୟ ପାଠ କଲେ ମୋକ୍ଷ ଲାଭ ହୁଏ।